युर्मितमेन तस्मै श्री गुरुवे नमः तस्मै श्री गुरुवे नमः। आजिकर एक कार्यक्रम आयोजित इबार प्रतियोगिताରେ ବରେଣ୍ୟ ବିଚାରକ ମଣ୍ଡଳୀ ମଞ୍ଚରେ ଅତିଥି ବୃନ୍ଦ ସମ୍ମାନ ଗୁରୁଜୀ ଗୁରୁମା ବିଭିନ୍ନ ମୋର ପ୍ରଣାମ ଓ ମୋର ପ୍ରତିଯୋଗୀ ଭାଇ ଓ ଭଉଣୀମାନଙ୍କୁ शुभेच्छा ଓ ଅଭିନନ୍ଦନ। ଆଜିକାର ପ୍ରତିଯୋଗିତାର ବିଷୟବସ୍ତୁ ହେଉଛି ମାଇ ଟିଚର ଅର୍ଥାତ୍ ମୋ ଗୁରୁ। ଏହି ବିଷୟବସ୍ତୁକୁ ଆଧାର କରି ମୁଁ କିଛି କହିବାକୁ ଯାଉଛି। ଆମ ଶାସ୍ତ୍ରରେ କୁହାଯାଇଛି ଯେ ଶିକ୍ଷକ ବା ଗୁରୁ ହେଉଛନ୍ତି ଭଗବାନଙ୍କ ସହିତ ସମାନ। ଗୁରୁ ବ୍ରହ୍ମ ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ୍ ପରବ୍ରହ୍ମ ତସ୍ମୈ ଶ୍ରୀ ଗୁରୁବେ ନମଃ। ଗୁରୁର ଅର୍ଥ ଯେଉଁମାନେ ଆମକୁ ଅଜ୍ଞାନ ରୂପକ ଅନ୍ଧକାରକୁ ଜ୍ଞାନ ରୂପକ ଆଲୋକ ପ୍ରଦାନ କରିଥାଏ ସେମାନଙ୍କୁ ଗୁରୁ କୁହାଯାଏ। ଶିକ୍ଷକମାନେ ଆମ ଭବିଷ୍ୟତକୁ ଉଜ୍ଜ୍ୱଳ କରି ତୋଳିଥାନ୍ତି। ବାପା ମା ହେଉଛନ୍ତି ଆମର ପ୍ରଥମ ଗୁରୁ, କିନ୍ତୁ ବାପା ମାଙ୍କ ପରେ ଆମ ଜୀବନରେ ଆସୁଛନ୍ତି ଶିକ୍ଷକ ବା ଗୁରୁ। ବାପା ମା ଆମକୁ ଜନ୍ମ ଦିଅନ୍ତି, କିନ୍ତୁ ଶିକ୍ଷକ ଆମକୁ ଜୀବନ ଦିଅନ୍ତି। ମୋର ସମସ୍ତ ଗୁରୁଜୀ ଗୁରୁମା ଆମକୁ ନୂଆ ନୂଆ ଜିନିଷ ଶିଖାନ୍ତି। ଖେଳିବା, ନାଚିବା, ଗୀତ ଗାଇବା, ପାଠ ପଢ଼ିବା, ଡ୍ରଇଂ କରିବା ପାଇଁ ଉତ୍ସାହିତ କରନ୍ତି। ଯେତେବେଳେ ମୁଁ କିଛି ଭୁଲ କରେ ସେ କେବେ ବି ନ ନେଇ ଠିକ୍ ଶିକ୍ଷା ଦିଅନ୍ତି। ମୁଁ ମୋର ସମସ୍ତ ଗୁରୁଜୀ ଗୁରୁମାଙ୍କୁ ବହୁତ ଭକ୍ତି ସମ୍ମାନ କରେ। ସେ ମଧ୍ୟ ମୋତେ ନିଜର ଝିଅ ପାଇଁ ସ୍ନେହ କରନ୍ତି। ଗୁରୁ ବଶିଷ୍ଠଙ୍କ ପାଇଁ, କୃଷ୍ଣ ପୂଜିତ ହେଲେ ଗୁରୁ ସଞ୍ଜୀବନୀଙ୍କ ପାଇଁ, ବିବେକାନନ୍ଦ ବିଶ୍ୱ ବନ୍ଦିତ ହେଲେ ଗୁରୁ ରାମକୃଷ୍ଣଙ୍କ ପାଇଁ। ତେଣୁ ଆମ ଜୀବନରେ ଗୁରୁ ବା ଶିକ୍ଷକଙ୍କ ଅବଦାନ ବହୁ। ପରିଶେଷରେ ଗୋଟିଏ କଥା ପରେ ମୁଁ ମୋର ବକ୍ତବ୍ୟ ଶେଷ କରିଛି। ଗୁରୁଙ୍କୁ